ନବୀନ ବାବୁ ତ ଯେତେବେଳେ ଯାଉଥିଲେ ଦେଖା କରୁଥିଲେ, ଦେଖା କାହିଁ କରିପାରୁନଥିଲେ? ତାଙ୍କୁ ପାଣ୍ଡିଆନ ବାବୁ ତ ନବୀନ ନିବାସରେ ରହୁନାହାନ୍ତି, ତାଙ୍କୁ ଅଟକେଇ ଲାଗେ। ଯାହାର ମାନସିକ ସ୍ଥିତି ଭଲ ନାହିଁ ସେ ଗୋଟେ କଣ କହିବ ତ, କାହାକୁ ଗୋଟେ ଦୋଷ ଦବ ତ? ତାଙ୍କ ଘରକୁ ଫେରିଛି, ଏଠି କାହିଁ ଆସିଥିଲେ? ଏଠୁ ବେପାର କରିବାକୁ ଆସିଥିଲେ? ଏଠିକି ଏଠୁ ଫାଇଦା ଉଠେଇବାକୁ ଆସିଥିଲେ? ଏଠି କଣ ପାଇଁ ଆସିଥିଲେ? ତାଙ୍କୁ କିଏ ଖୋସାମତ କରିକି ଆଣିଥିଲା ଏଠିକି? ଓହୋ, ପଦପଦବୀ ନେଲା ବେଳକୁ ଏଇଠି ପଳେଇ ଆସିବେ। ଆପଣମାନେ ସାମ୍ବାଦିକ, ଆପଣମାନେ ଖୋଜିବେ ନା ଆଉ ସେ କୋଉଠି ଅଛନ୍ତି, କଣ କୋଉଠି ଜନ୍ମଦିନ ହଉଛି, ଆପଣମାନେ ଖୋଜିବେ ନା ଆଉ ଆମକୁ କେମିତି ପଚାରୁଛନ୍ତି? ଆପଣମାନେ ତାଙ୍କ କଥା କାହିଁ ବାରମ୍ବାର ଆଲୋଚନା କରୁଛନ୍ତି? କଣ ଆପଣମାନଙ୍କୁ ସେ ବିକି ପାଣ୍ଡିଆନଙ୍କ ଭୂତ ଗୋଡେଇଛି ଆପଣମାନଙ୍କୁ ନା କଣ? ନା ବିଜେପି ବାଲାଙ୍କୁ ଗୋଡେଇଛି ସେ ଭୂତ? ସେ ଦେବାଶିଷ ବାବୁ ମତେ ପ୍ରମାଣ କରିଦିଅନ୍ତୁ, କୋଉ ସଂସ୍ଥା ମତେ ଚୋରାଣୀ ବୋଲିକି ଇଏ କରିଥିଲା, ଡାଲି କୋଉଠି ଚୋରି ହେଇଥିଲା? ତାଙ୍କରି ସଂସ୍ଥା ସେଇ ନିଜେ କହିକି ସେ ହାଇଲାଇଟ କରୁଥିଲେ ଏବଂ ସେଇମାନେ ପ୍ରଚାର କରୁଥିଲେ ବେଶୀ। ସେମାନେ ଯେହେତୁ ସହିପାରୁନଥିଲେ ସେମାନେ ପ୍ରଚାର କରୁଥିଲେ। ନା କୌଣସି କୋର୍ଟ, ନା କୌଣସି ଥାନା, ନା କୌଣସି ସ୍ପେଶାଲ ବ୍ରାଞ୍ଚ, ନା କୌଣସି ପୋଲିସ ଡିପାର୍ଟମେଣ୍ଟ, କୋଉ ବିଭାଗ ମତେ ଚୋରାଣୀ ବୋଲିକି ପ୍ରମାଣ କରିଛି ମତେ ଦିଅନ୍ତୁ, କୋଉଠି ତାଙ୍କ ପାଖରେ କି କାଗଜ ଅଛି ଦିଅନ୍ତୁ ମତେ। ସିଏ ବରଂ ଚୋରକୁ ଘଣ୍ଟ ଘୋଡେଇଥିଲେ, ଯୋଉମାନେ ପ୍ରକୃତରେ ଚୋରି କରିଥିଲେ ସେମାନଙ୍କୁ ଘଣ୍ଟ ଘୋଡେଇବା ପାଇଁ ମୋ ମୁଣ୍ଡରେ ଅଠା ବୋଳୁଥିଲେ। ସେ ଏଇମାନେ ଅଠା ବୋଳୁଥିଲେ, ଯୋଉମାନେ ଆଜି ଦଳରେ ନାହାନ୍ତି ସେଇମାନେ ଅଠା ବୋଳୁଥିଲେ। ନା ମୁଁ ରାଜନୀତି ଜାଣିଥିଲେ ମୁଁ 7 ଥର ଏମଏଲଏ କେମିତି ହେଇଥାନ୍ତି? ସିଏ ବେଶୀ ରାଜନୀତି ଜାଣିଛନ୍ତି ବୋଲି 2 ଥର ହାରିଲେ ନା ଆଉ। ହାରିକି ନବୀନଙ୍କ ଗୋଡ ହାତ ଧରିକି ଗଲେ ରାଜ୍ୟସଭାକୁ, ଗଲେ ରାଜନୀତି ବେଶୀ ଜାଣିଛନ୍ତି ବୋଲିକି ରାଜ୍ୟସଭାକୁ ହାତ ଗୋଡ ଧରିକି ନବୀନଙ୍କର ଗଲେ ନା ଆଉ। ରାଜନୀତି ବେଶୀ ଜାଣିଛନ୍ତି ବୋଲି ହାରୁଥିଲେ ନା ଆଉ। ମୁଁ କେମିତି ରାଜନୀତି ଶିଖିଲି? ସିଏ ରାଜନୀତି ଶିଖିଛନ୍ତି ନା ବହୁତ। ବର୍ଷେ ହେଲା ପରେ ଆପଣମାନେ ତାଙ୍କୁ ପୁରେଇ ଦେଉନଥିଲେ ନବୀନ ନିବାସ ଭିତରେ, ସେ ନବୀନ ସାର୍ ଦେଖା କରିପାରୁନଥିଲେ, କାହିଁକି ଦେଖା କରିପାରୁନଥିଲେ? ନବୀନ ବାବୁ ତ ଯେତେବେଳେ ଯାଉଥିଲେ ଦେଖା କରୁଥିଲେ, ଦେଖା କାହିଁ କରିପାରୁନଥିଲେ? ତାଙ୍କୁ ପାଣ୍ଡିଆନ ବାବୁ ତ ନବୀନ ନିବାସରେ ରହୁନାହାନ୍ତି, ତାଙ୍କୁ ଅଟକେଇ ଲାଗେ। ମିଛ କଥା କହିକି କାହାକୁ ଯିଏ ଯାହାର ମାନସିକ ସ୍ଥିତି ଭଲ ନାହିଁ ସେ ଗୋଟେ କଣ କହିବ ତ, କାହାକୁ ଗୋଟେ ଦୋଷ ଦବ ତ? ଗୋଟେ ଦୋଷକୁ, ଗୋଟେ ଚୋରକୁ ଘୋଡେଇବା ପାଇଁ, ଗୋଟେ ମିଛକୁ ଘୋଡେଇବା ପାଇଁ 10ଟା ମିଛ କହିବାକୁ ପଡିବ। ସେ ସେଇ ଅବସ୍ଥାରେ ପହଞ୍ଚିଛନ୍ତି। ତାଙ୍କ ଦୋଷକୁ, ଦୁର୍ବଳତାକୁ, ତାଙ୍କ ଦୋଷ ଦୁର୍ବଳତାକୁ ଲୁଚେଇବା ପାଇଁ ଅନ୍ୟ ଉପରେ ଦୋଷ ଲଦିକି ସେ ପାର ହେବାକୁ ଚାହୁଁଛନ୍ତି। ହଁ, ସେ ଯେତେବେଳେ ରାଜ୍ୟସଭା ପଦପଦବୀ ନେଉଥିଲେ ସେତେବେଳେ ନିଶ୍ୱାସ ମାରି ପାରୁଥିଲେ, ଯେତେବେଳେ ଟିକେଟ ନେଉଥିଲେ ସେତେବେଳେ ନିଶ୍ୱାସ ମାରି ପାରୁଥିଲେ, ଯେତେବେଳେ ନବୀନ ବାବୁ ତାଙ୍କୁ ଆଣିକି ଟିକେଟ ଦେଇକି ପଦପଦବୀ ଦେଉଥିଲେ ସେତେବେଳେ ନିଶ୍ୱାସ ମାରି ପାରୁଥିଲେ ଏବଂ ନିଶ୍ୱାସ ହେଇଯାଉଥିଲେ। ଯାଉଛନ୍ତି ନିଶ୍ୱାସ ମାରନ୍ତୁ, ଯାଇ ଅକ୍ସିଜେନ ବେଶୀ ସେଠି ଭାରତ ବର୍ଷ ସାରା ଅକ୍ସିଜେନ ପାଇବେ, ସେ ନିଶ୍ୱାସ ମାରିବେ। ନାଇଁ, ତାଙ୍କର ବାପା ମା ବହୁତ ନା, ଆଉ ତାଙ୍କର ବାପା ମା ଓଡିଶାକୁ ଛାଡିକି ବାପା ମା ଯାଇକି ଅନ୍ୟ ଆଡେ ଦିଲ୍ଲୀରେ ଖୋଜନ୍ତୁ, କେତେ ବାପା ମା ଖୋଜିବେ। ଆପଣ ଦେଖୁଛନ୍ତି ଅନ୍ୟ ଯୋଉମାନେ ଯାଇଛନ୍ତି, ଯୋଉମାନେ କାହାକୁ ଟିକେ କଣରେ ବସେଇଦେଲେ ରିଆକ୍ସନ ହଉଛି, ବାଲେଶ୍ୱର ଅବସ୍ଥା ଦେଖୁଥିବେ। ବାପା ମା ତାଙ୍କର, ସିଏ କହୁନାହାନ୍ତି ତାଙ୍କ ଦଳର ବାପା ମା କିଏ? ଆମ ଦଳର ତ ବାପା ମା ହଉଛନ୍ତି ଆମର ଜଣେ ନବୀନ ପଟ୍ଟନାୟକ। ତାଙ୍କ ଦଳର କିଏ ବାପା ମା କହିଲେ? ସେ ଯୋଉ ଦଳକୁ ଯାଇଛନ୍ତି ତାଙ୍କ ବାପା ମା କିଏ? ଆମର ନବୀନ ପଟ୍ଟନାୟକ ଜଣେ, ତାଙ୍କର କେତେ ଜଣ ସେ ହିସାବ ଦିଅନ୍ତୁ, କେତେ ଜଣ? କଣ ହବ? କିଛି ନାହିଁ, ବିଜେଡି ଅବସ୍ଥା ବହୁତ ଭଲ ହବ। ଏ ଯୋଉମାନେ ବେଇମାନ, ଯୋଉମାନେ ମଦୁଆ, ଯୋଉମାନେ ବେପାରୀ, ସେମାନେ ଦୂରେଇ ଯାଉଛନ୍ତି, ଭଲ ହବ ନା। ଯୋଉମାନେ ପ୍ରକୃତରେ ନବୀନ ପଟ୍ଟନାୟକ ଭଲ ପାଆନ୍ତି, ବିଜେଡିକୁ ଭଲ ପାଆନ୍ତି, ସେମାନେ ରହିବେ, ସେମାନେ ତଳ ସ୍ତରରେ ସଂଗଠନ କରିବେ। ଯୋଉମାନେ ବେପାର କରିବାକୁ ଆସିଛନ୍ତି, ଯୋଉମାନେ ପଦପଦବୀ ନେଇକି ସ୍ୱାର୍ଥବାଦୀ ଲୋକ ଆସିଛନ୍ତି ଦଳକୁ, ସେ ପଳେଇବେ, ଦଳ କ୍ଲିନ ହେଇଯିବ, ଅସୁବିଧା କିଛି ନାହିଁ। ବିଜେଡି ଶୂନ ହେଇଗଲା କାହିଁକି? ରାଜା ଭାଇ କଣ କଟକରେ ନୁହନ୍ତି କି? ଦେବ ଭାଇ କଣ କଟକରେ ନୁହନ୍ତି କି? ପ୍ରତାପ ବାବୁ କଣ, ପ୍ରତାପ ଜେନା କଣ କଟକରେ ନୁହନ୍ତି କି? ଶୂନ କଣ ହେଇଗଲା? ଏଇ କଣ ଏଇ ବେପାରୀ ମାନଙ୍କୁ ନେଇକି ତିଆରି ହେଇଥିଲା କି ଦଳ? ଏ ବେପାରୀ ମାନେ ନଥିଲେ ସେତେବେଳେ, ବେପାରୀ ମାନଙ୍କୁ ଅଣା ହେଇଥିଲା। ବେପାରୀ ମାନେ ତାଙ୍କ ଫାଇଦା ପାଇଁ ଦଳକୁ ଆସିଥିଲେ, ତାଙ୍କ ଫାଇଦା ଯେତେବେଳେ ହାସଲ ହେଲା ପଳେଇଲେ। ଲୋକ ବା ଅନେଇକି ରହିଛନ୍ତି, ପୁରୁଣା ଲୋକ ଯେତିକି ଆମ ସାଙ୍ଗରେ ଅଛନ୍ତି ସମସ୍ତେ। ପ୍ରଭାତ ବାବୁ କଣ କରିଥିଲେ ନବୀନ ବାବୁ ଆସିଲା ବେଳେ? ନବୀନ ବାବୁ ଯେତେବେଳେ ରାଜନୀତିକୁ ଆସିଥିଲେ ପ୍ରଭାତ ବାବୁ କି ପ୍ରକାର ଅପମାନ ଅପଦସ୍ତ କରିଥିଲେ? ସେ କଣ ଦଳରେ ଥିଲେ? ମୂଳ ଲୋକ ସେ ନୁହନ୍ତି, ସେ ମୂଳ ଲୋକ ନୁହନ୍ତି। ତାଙ୍କର ଆସିଥିଲେ ବେପାର ବାଣିଜ୍ୟ କରିବେ, ଫାଇଦା ଉଠେଇବେ। ଦଳର ଯେତେବେଳେ ସମସ୍ୟା ହବ ଦଳ ଛାଡିକି ପଳେଇକି, ତାଙ୍କର କେବଳ ଫାଇଦା ଦରକାର, ଯୋଉ ଦଳ ଯେତେବେଳେ ଫାଇଦା ଦବ ସେ ସେଇଆଡକୁ ପଳେଇବେ। ତାଙ୍କ ଘରକୁ ଫେରିଛି, ଏଠି କାହିଁ ଆସିଥିଲେ? ଏଠୁ ବେପାର କରିବାକୁ ଆସିଥିଲେ? ଏଠିକି ଏଠୁ ଫାଇଦା ଉଠେଇବାକୁ ଆସିଥିଲେ? ଏଠି କଣ ପାଇଁ ଆସିଥିଲେ? ତାଙ୍କୁ କିଏ ଖୋସାମତ କରିକି ଆଣିଥିଲା ଏଠିକି? ଓହୋ, ପଦପଦବୀ ନେଲା ବେଳକୁ ଏଇଠି ପଳେଇ ଆସିବେ। ଏଠି କିଏ ଖୋସାମତ କରିକି ଆଣିଥିଲା?
ତାଙ୍କୁ ତ କେହି ଖୋସାମତ କରିକି ଏଠିକି ଆଣିନଥିଲେ। ଟିକେଟ ପାଇଁ କାହିଁ ସିଏ ଆସିକି ଟିକେଟ ମାଗିକି ନଥିଲା ନବୀନଙ୍କ ପାଖକୁ? କିଏ ଖୋସାମତ କରିକି ଆଣିଥିଲା ତାଙ୍କୁ? ସେ ନିଜେ ଆସିକି ବାରଦ୍ୱାର ହେଇକି ନବୀନଙ୍କ ଓଳି ତଳେ ବୁଲି ବୁଲିକି ଟିକେଟ ନେଇ ଯାଉଥିଲେ। କଣ ହେଇଛି? 2024 ବିଜେଡିର ଲୋକ କହିଯାଉଛି। ସିଏ ନିଜେ ବଞ୍ଚନ୍ତୁ ଆଜ୍ଞା, ନିଜେ ଯାଇଛନ୍ତି ସେ ଦଳରେ, ସେଇ ଯୋଉ ଦଳରେ ମିଶଛନ୍ତି, ସେ କୋଉ ସ୍ଥିତିରେ ରହୁଛନ୍ତି ଆମେ ଦେଖିବା। ସେ ନିଜେ ଆଗେ ନିଜର ସ୍ଥିତି ରକ୍ଷା କରନ୍ତୁ, ସିଏ କଣ ବିଜେଡିକୁ କହିବେ? ସୁରେଶ ପୂଜାରୀ କହିଲେ ଯିଏ ବି ଆସନ୍ତୁ ଆମର ବିଜେପିରେ ନିହାତି ଗୋଟେ ପଦ ପାଇବାଟା ସୁନିଶ୍ଚିତ। ମାନେ ଯେମିତିକି ମମତା ଇଏ ଆସିଥିଲେ, ତାପରେ ସୁଜିତ କୁମାର ଆସିଲେ, ବର୍ତ୍ତମାନ ଦେବାଶିଷ ବାବୁ ଆସନ୍ତି, ନିଶ୍ଚୟ ଥଇଥାନ ଥଇଥାନ କରୁଛ। ହଁ, ତାଙ୍କର ଥଇଥାନ ପାର୍ଟି ଯଦି ହେଇଥିବ, କେବଳ କର୍ମୀମାନଙ୍କୁ ଥଇଥାନ କରୁଥିବେ, କରନ୍ତୁ ଥଇଥାନ। ତାଙ୍କ ଦଳରେ ନେତା ଅଭାବ ଅଛନ୍ତି, କର୍ମୀ ଅଭାବ ଅଛନ୍ତି। ଯୋଉମାନେ ବାହାର ଦଳରୁ ଯାଉଛନ୍ତି ତାଙ୍କୁ ଥଇଥାନ କରିକି ସେ କହୁଛନ୍ତି ଆମର ଦଳରେ ଏଭଳିଆ କର୍ମୀ ଗୋଟେ ଆସିଲେ, ସେଇଭଳିଆ କର୍ମୀ ସେ ପାଉନାହାନ୍ତି, ତାଙ୍କର କର୍ମୀ ଅଭାବ ଅଛନ୍ତି, ନେତା ଅଭାବ ଅଛନ୍ତି, ସେଥିପାଇଁ ସେ ଅନ୍ୟ ଦଳକୁ ନେଇକି ଥଇଥାନ କରୁଛନ୍ତି। ତାଙ୍କ ଦଳରେ ସେଇଭଳିଆ ବୋଧେ ଯୋଗ୍ୟତା ଲୋକ ନାହାନ୍ତି ଯେ ସେ ରାଜ୍ୟସଭାକୁ ଯିବା ପାଇଁ, ଅନ୍ୟ ଦଳକୁ ନେଇକି ପଠାଉଛନ୍ତି। ଯୋଉମାନେ ବିଜେଡି ଛାଡୁଛନ୍ତି, ବିଜେପିରେ ସାମିଲ ହଉଛନ୍ତି, ସେମାନେ ପାଣ୍ଡିଆନଙ୍କ ପାଇଁ ଛାଡୁଛନ୍ତି ବୋଲି କହୁଛନ୍ତି, କିନ୍ତୁ ଦଳରେ ଏବେ ତ ପାଣ୍ଡିଆନ ନାହାନ୍ତି, ତାହେଲେ ତାଙ୍କ ନାଁଟା କାହିଁକି ଉଠୁଛି? ମୁଁ କହିଛି ଗୋଟିଏ ଭୁଲକୁ, ତାଙ୍କ ଭୁଲକୁ ଘୋଡେଇବା ପାଇଁ ସେ ଅନ୍ୟ ଗୋଟେ କାହାକୁ ଦୋଷ ଦେଇକି ଯିବେ। ସେ ମିଛରେ ଦେଖୁଛନ୍ତି ଯେ ନିଜେ ଭୁଲ କରିଛନ୍ତି, ନିଜ ବେପାର ପାଇଁ ଯାଇଛନ୍ତି, ନିଜର ଫାଇଦା ପାଇଁ ଯାଇଛନ୍ତି, ନିଜର ସୁରକ୍ଷା ପାଇଁ ଯୋଉଠି ଯାଉଛନ୍ତି, ସେ ତ ଗୋଟେ କାହା ଦୋଷ ଦେଇକି ଯିବେ, ସେ ଦୋଷଟା ଲଉଛନ୍ତି। ଆଉ କୋଉଠି ମୁଁ ତ ଜାଣିନି, ମୁଁ କେମିତି ଜାଣିଲି? ଆପଣ ମାନେ ସାମ୍ବାଦିକ, ଆପଣ ମାନେ କହିବେ ନା। ଆଉ ଲୋକ କହୁଛନ୍ତି ନା ଭିକେ ପାଣ୍ଡିଆନ ଫେରି ଆସନ୍ତୁ ବୋଲି, ଅନେକ ବି ଚର୍ଚ୍ଚା। ମୁଁ ଜାଣିନାହିଁ ସେ କୋଉଠି ଅଛନ୍ତି, ମୁଁ ସେ ବିଷୟରେ ମୋର ଧାରଣା ନାହିଁ, ମୁଁ ଜାଣିନି ସେ କୋଉଠି ଅଛନ୍ତି। କିନ୍ତୁ ନବୀନ ନିବାସ ଆମେ ଯେତେବେଳେ ଯାଉଛୁ, ନବୀନ ନିବାସରେ ସେ ନାହିଁ। କିନ୍ତୁ ତାଙ୍କର ଯେହେତୁ ଆଜି ଜନ୍ମଦିନକୁ ନେଇକି ଅନେକ ଶୁଭେଚ୍ଛା ମିଳୁଛି, ସୋସିଆଲ ମିଡିଆରେ ବି ଭାରି ଜୋରେ ଶୁଭେଚ୍ଛା ବାର୍ତ୍ତା ବି ଆଜି ବଢୁଛି। ଆପଣ ମାନେ ସାମ୍ବାଦିକ, ଆପଣ ମାନେ ଖୋଜିବେ ନା ଆଉ ସେ କୋଉଠି ଅଛନ୍ତି, କଣ କୋଉଠି ଜନ୍ମଦିନ ହଉଛି, ଆପଣ ମାନେ ଖୋଜିବେ ନା। ଆଉ ଆମକୁ କେମିତି ପଚାରୁଛନ୍ତି? ସେ ବିଷୟରେ ମୁଁ କିଛି ମତାମତ ଦେଇପାରିବି ନା। ସେ କଥା, ଆମର ନେତା ହଉଛନ୍ତି ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ଯାହା କହିବେ ସେ କଥା ଆଲୋଚନା ହବ। ଆପଣ ମାନେ ତାଙ୍କ କଥା କାହିଁ ବାରମ୍ବାର ଆଲୋଚନା କରୁଛନ୍ତି? କଣ ଆପଣ ମାନଙ୍କୁ ସେ ବିକି ପାଣ୍ଡିଆନଙ୍କ ଭୂତ ଗୋଡେଇଛି ଆପଣ ମାନଙ୍କୁ ନା କଣ? ନା ବିଜେପି ବାଲାଙ୍କୁ ଗୋଡେଇଛି ସେ ଭୂତ? ବିଜେପି ବାଲା ଜାଣିଛନ୍ତି ଯଦି ପୁଣି ପାଣ୍ଡିଆନକୁ ଆସିବେ, ପୁଣି ବିଜେପି ବାଲା ସଫା ହେଇଯିବେ। ସେଇଥିପାଇଁ ପାଣ୍ଡିଆନଙ୍କ ନାଁ ଧରିକି ପାର ହବାକୁ ଚାହୁଁଛନ୍ତି। ଏହା ତ ସରକାର ଥିଲାବେଳେ ପାଣ୍ଡିଆନ ଥିଲେ, କିନ୍ତୁ ସରକାର ପଳେଇଲା ପରେ ପାଣ୍ଡିଆନ ନାହାନ୍ତି। ସୁବିଧା ବେଳେ ରହୁଛନ୍ତି, ଅସୁବିଧା ବେଳେ ରହୁନାହାନ୍ତି ପାଖରେ। ଅସୁବିଧା ବେଳେ ପାଖରେ କିଛି ତ କାମ ନାହିଁ। ବର୍ତ୍ତମାନ ସେ ଯୋଉ ତାଙ୍କର ଯୋଉ କାମ ସରକାର ସମୟରେ କରୁଥିଲେ, ସରକାରୀ କର୍ମଚାରୀ ହିସାବରେ, ସବୁ ସରକାରୀ କର୍ମଚାରୀ କଣ ନବୀନଙ୍କ ପାଖରେ ଅଛନ୍ତି? ଏବେ ତ ନାହାନ୍ତି। ସେ ଜଣେ ସରକାରୀ କର୍ମଚାରୀ ଥିଲେ, ବର୍ତ୍ତମାନ ସେ ସରକାର ନାହିଁ, ସେ ନାହାନ୍ତି। ସବୁ ଯେତେ ସରକାରୀ କର୍ମଚାରୀ ଥିଲେ କଣ ନବୀନଙ୍କ ପାଖରେ ବର୍ତ୍ତମାନ ଅଛନ୍ତି? ହଁ, ବିଜେଡିକୁ ଆସିଥିଲେ, ସେ ରାଜନୀତି ଛାଡିଦେଲେ। ସେ ଆଉ ବିଜେଡି ବିଷୟରେ ତ କିଛି ଆଲୋଚନା କରୁନାହାନ୍ତି। କଟକରେ କିଏ ହେବେ? କଟକରେ ବା ବହୁତ ଲୋକ ଅଛନ୍ତି, କିଏ ହବ ଆପଣ ଭବିଷ୍ୟତ କହିବେନି? ଆପଣ ଦେଖିବେନି? ଦଳ ସଂଗଠନ ସୁଧରା ସରି ଚାଲିଛି, ବର୍ତ୍ତମାନ ସୁଧରା ଚାଲିଛି, ସୁଧୁରୁଛି। ବର୍ତ୍ତମାନ ଆସିଲେ ନେତା କଣ ଅଭାବ ଅଛନ୍ତି ବିଜେଡି? ନା କର୍ମୀ ଅଭାବ ଅଛନ୍ତି? ଦେବାଶିଷ ଏକୁଟିଆ ନେତା ହେଇକି ସିଏ ତାଙ୍କର ଅନ୍ୟ ଜିଲ୍ଲାରେ ଥିଲେ, ଏଠି ଆସିଲେ, ଆସିକି କଟକରେ ହାରିଲେ, 2 ଥର ହାରିଲେ କଟକରେ। କଟକରେ ନେତା ଅଭାବ ଅଛନ୍ତି? କଟକ ନେତା ତିଆରି କରିବା ଜାଗା। କଟକରେ ଯାହାକୁ ବିଜେଡି ଚାହିଁବ ସେଠି ନେତା କରି ଠିଆ କରିବ। ବିଧାନସଭାରେ କମିଟି ଚାଲି ପାରୁନି, ଅନେକ ଦିନ ହେଇଗଲା, କାହିଁକି ଏମିତି ଅସୁବିଧା ହଉଛି? ତାଙ୍କର ଭାଗବାଣ୍ଟ ଛିଣ୍ଡୁନି, ସରକାରଙ୍କର ଭାଗବାଣ୍ଟ ଛିଣ୍ଡେଇକି ତାଙ୍କର କମିଟି କାହାକୁ ଦେବେ, କୋଉଠି କାହାକୁ ରଖିବେ, ମେମ୍ବର ରଖିବେ, ଏପର୍ଯ୍ୟନ୍ତ ଭାଗବାଣ୍ଟ ଛିଣ୍ଡୁନି। ଆମେ କଣ କରିବୁ? ଆମେ ଯେତିକି ଦେବା କଥା ଆମ ଦଳ ତରଫରୁ ଆମେ ଦେଇସାରିଲୁ। 2 ମାସ ହେଲା ଆମେ ଦେଇସାରିଲୁ। ତାଙ୍କର ଭାଗବାଣ୍ଟ କାହାକୁ କୋଉ କମିଟିରେ ରଖିବେ, କୋଉ କମିଟିରେ ଚେୟାରମ୍ୟାନ କରିବେ, କୋଉ କମିଟିରେ କାହାକୁ ଥଇଥାନ କରିବେ, ସେଇଟା ମନ୍ତ୍ରିମଣ୍ଡଳ ମୁଁ ଜାଣିନି ଆଜ୍ଞା। ମନ୍ତ୍ରୀ ତାଙ୍କ ବିଷୟରେ ଆମେ କିନ୍ତୁ ବିଭିନ୍ନ ପ୍ରକାର ପରିବର୍ତ୍ତନ କରିକି ଏବେ ଦେଖିବାକୁ ମିଳୁଛି ଯେ ବିଜେପିର ଜଣେ ବିଧାୟକ ଗୋଟେ ଛକଟାର ନାଁ ତାଙ୍କ ନିଜ ନାଁରେ କରିକି ପୋଷ୍ଟର ମାରିଦେଇଛନ୍ତି। ଛକର ନା ଆସ୍କା ବିଧାୟକ ସରୋଜ ପାଢୀ ତାଙ୍କ ଅଞ୍ଚଳରେ ଗୋଟେ ଛକର ନାଁ ପରିବର୍ତ୍ତନ କରିଦେଲେ, ସରୋଜ ପାଢୀ ଛକ କରିଦେଲେ। ଓହୋ, ସେ ଛକ ତାଙ୍କୁ କାଳେ ଲୋକ ଭୁଲି ଭାଲି ଯିବେ, ଭବିଷ୍ୟତରେ ଆଉ ଭୋଟ ଦେବେନି, ସେଇଥିପାଇଁ ଗୋଟେ କରିଦେଲେ, ତାଙ୍କୁ ମନେ ପକେଇବେ, କାଳେ ମନେ ପକେଇବେ।
ଆଉ ତାଙ୍କୁ ଆଉ ଭୋଟ ତ ଲୋକ ଦେବେନି, ସେଇଥିପାଇଁ ଗୋଟେ ଛକ ନାଁ କରିଦେଇଥିଲେ, ମନେ ରଖିବେ ଲୋକ। ଏଇଆ। ଦୁଇ ଦିନ ପରେ ଯାଜପୁର ସାଂସଦ ବିଜେଡିର ଆଉ ଜଣେ ଦି ଜଣ ସାଂସଦ ଆମ ଦଳକୁ ଆସିବେ, ନେତା ବି ଆସିବେ। କିଛି ଦିନ ଭିତରେ ପୁଣି ବିଜେଡି ଛାଡ଼ିକି ଆମ ସହ ଯାଜପୁର ସାଂସଦ। କିଏ ମିଶିବ ତାଙ୍କର ସେ ଜାଣିଥିବେ, ତାଙ୍କୁ ପଚାରୁନାହାନ୍ତି। କିଏ ମିଶିବ ତାଙ୍କୁ ପଚାରୁନାହାନ୍ତି। ଯେ ଶୁଣନ୍ତୁ, ସେଠି ଯେତିକ ଯାଇଛନ୍ତି, ଯେତିକ ଅଳିଆଙ୍କୁ ନେଇକି ଯେତେ ଅଳିଆ ଯିବ, ଅଳିଆରେ ଯେତେ ଅଳିଆ ଗଦା ହବ କଣ ହବ? ଗୋଟେ ଅଳିଆ ଗଦା ହବ। ଯେତେ ଅଳିଆ ନେଇକି ଗଦା କରିବ ଆମ ପାଇଁ ଲାଭ। ଯେତେ ଅଳିଆ ଯଦି ସେ ଆମର ଯେତିକ ଅଳିଆ ଅଛନ୍ତି, ଯଦି ସେ ତାଙ୍କର ଯିବେ ଯିବେ, ଯୋଉ ଅଳିଆ ଯିବାକୁ ଚାହିଁବ ଯିବ। ଆପଣ ଯିବେ ମୁଁ କୋଉଠିକି ବିଜେପି? କି ମୋର କଣ ହେଇଛି? ମୁଁ କାହିଁ ବିଜେପି ଯିବି? ସେମାନେ ଆସୁନାହାନ୍ତି ବିଜେଡି କି। ନବୀନ ପଟ୍ଟନାୟକ ଓଡିଶାର ନେତା, ନବୀନ ପଟ୍ଟନାୟକ ଓଡିଆ ପୁଅ, ଓଡିଆ ନେତା, ସିଏ ଆସୁନାହାନ୍ତି ବିଜେପି, ସିଏ ବିଜେଡି କି ଆସୁନାହାନ୍ତି। ହଁ, ବିଜେଡି କି ଆଇଲେ ଆମେ ସ୍ୱାଗତ କରିବୁ। ବିଜେପି ନେତା ଯଦି ଆମ ସାଙ୍ଗରେ ମିଶିବେ ଆମେ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛୁ। ବିଜେପି ନେତା ଆସନ୍ତୁ, କଂଗ୍ରେସ ନେତା ଆସନ୍ତୁ, ଆମେ ସ୍ୱାଗତ କରିବାକୁ ପ୍ରସ୍ତୁତ। ଆମେ କାହିଁ ଯିବୁ? ଆମର ଯିବାର ପ୍ରଶ୍ନ ଉଠୁନି। ମୁଁ ରାଜନୀତି ଛାଡି ଦେଇପାରେ, କିନ୍ତୁ ଦଳ ପରିବର୍ତ୍ତନ କରିବାର ନାହିଁ। ବିଜେପି ଗଲେ ମନ୍ତ୍ରୀ ପଦ ମିଳିବ। ନାଇଁ, ମୋର ମନ୍ତ୍ରୀ ପଦର ଆଶା ନାହିଁ। ମୁଁ ତ ନବୀନ ପଟ୍ଟନାୟକ ସବୁ ଦେଇ ସାରିଛନ୍ତି। ଯାହା ନବୀନ ପଟ୍ଟନାୟକ ଦେଇଛନ୍ତି ତାହା ଆଉ କୋଉ ଦଳ ମତେ ଦେଇପାରିବ ନାହିଁ। ଜାତୀୟ ଦଳ ଗୋଟେ ଜାତୀୟ ଦଳ ହେଲା କଣ ହେଇଗଲା? ଆମର ସେଭଳିଆ କିଛି ଆମର ବେପାର ବାଣିଜ୍ୟ ନାହିଁ, କି ଆମର ସେମିତି ଲୋଭ ନାହିଁ। ଆମର ଟଙ୍କା ପଇସାର ଲୋଭ ନାହିଁ, କି ପଦ ପଦବୀର ଲୋଭ ନାହିଁ। ମୋର ସବୁ ନବୀନ ପଟ୍ଟନାୟକ ଦେଇ ସାରିଛନ୍ତି। ମତେ ସ୍ପିକର କରେଇଛନ୍ତି, ମନ୍ତ୍ରୀ କରେଇଛନ୍ତି, ଚିଫ୍ ହୁଇପ୍ କରେଇଛନ୍ତି, ମତେ 8 ଥର ଟିକେଟ ଦେଇକି MLA କରେଇଛନ୍ତି। ମୋର ଆଉ କୌଣସି ଇଚ୍ଛା ନାହିଁ। ସେ ନବୀନ ବାବୁ ଯେପର୍ଯ୍ୟନ୍ତ ଅଛନ୍ତି ମୁଁ ସେ ପର୍ଯ୍ୟନ୍ତ ଦଳରେ କାମ କରିବି, ଦଳ ସହିତ ରହିବି। ନବୀନ ବାବୁ ଯୋଉ ଦିନ ରାଜନୀତି ଛାଡ଼ିଦେବେ ମୁଁ ସେଦିନ ରାଜନୀତି ଛାଡ଼ିଦେବି। ମ୍ୟାଡ଼ାମ ଏତେ ନେତା ସବୁ ବିଜେପି କୁ ଯାଉଛନ୍ତି, ବିଜେପି ନେତା ବିଜେଡି ସାଙ୍ଗେ ଯୋଗାଯୋଗ କରୁନାହାନ୍ତି? କରୁଥିବେ, କାହାର ଯୋଗାଯୋଗ ଥିବ ଆପଣ ପଚାରୁନାହାନ୍ତି, ମୁଁ ଜାଣିନି ସେ ବିଷୟରେ। କିଏ କଣ ଯୋଗାଯୋଗ କରୁଥିବ ମୁଁ ଜାଣିନି। ତାହେଲେ କଣ ନବୀନ ବାବୁଙ୍କ ପରେ ଆପଣ ଆଉ ବିଜେଡି ଦଳ ସହିତ ରହିବେନି? ନା, ନବୀନ ବାବୁ ମୁଁ ଜାଣିଛି ନବୀନ ପଟ୍ଟନାୟକ, ବିଜୁ ପଟ୍ଟନାୟକ, ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ଯେପର୍ଯ୍ୟନ୍ତ ଅଛନ୍ତି ମୁଁ ସେ ପର୍ଯ୍ୟନ୍ତ ଅଛି। ତାପରେ ରାଜନୀତି ଛାଡ଼ିଦେଲେ, ମୋର ବୟସ ହେଲାଣି, ତାପରେ ରାଜନୀତି ଛାଡ଼ିଦେଲେ ଅସୁବିଧା କଣ ଅଛି? ମୁଁ 8 ଥର MLA କଣ୍ଟେଷ୍ଟ କରିଛି, 7 ଥର ଜିତିଛି। ନବୀନ ପଟ୍ଟନାୟକ ଥିଲା ପର୍ଯ୍ୟନ୍ତ ମୁଁ ରାଜନୀତିରେ ଅଛି, ତାପରେ ମୁଁ ରାଜନୀତି ଛାଡ଼ିଦେବି। ଦଳକୁ ସମ୍ଭାଳି, ଯେହେତୁ ଆପଣ ଜଣେ ବରିଷ୍ଠ ନେତ୍ରୀ, ଦଳକୁ ସମ୍ଭାଳିବାର ଦାୟିତ୍ୱ ଆପଣଙ୍କ ଉପରକୁ ଆସିବ। ଦଳ ଯେତେବେଳେ ଯୋଉ ଦାୟିତ୍ୱ ଦେଇଛନ୍ତି ମୁଁ ସେ ଦାୟିତ୍ୱ କରିଛି। ମୁଁ ସେ ଦାୟିତ୍ୱ କରିନାହିଁ କି? ଯେତେବେଳେ ଯୋଉ ଦାୟିତ୍ୱ ଦଳ ନେତା ଦେଇଛନ୍ତି ମୁଁ ସେ ଦାୟିତ୍ୱ ତୁଲେଇଛି। ଭବିଷ୍ୟତରେ ଯୋଉ ଦାୟିତ୍ୱ ଦେବେ ତୁଲେଇବି। ମ୍ୟାଡ଼ାମ ନବୀନ ପଟ୍ଟନାୟକ ରାଜନୀତି ଛାଡ଼ି ସାରିଲା ପରେ ଯଦି ଆପଣଙ୍କୁ ଅଫର ଆସେ ଯେ ଆପଣଙ୍କୁ ଚିଫ୍ ମିନିଷ୍ଟର ହେବା ପାଇଁ, ଆପଣ କଣ ରାଜି? ନାଇଁ ନାଇଁ ନାଇଁ, ସେଭଳିଆ ଅଫର ଆମ ପାଖକୁ ଆସିବନି, କି ଆମେ ସେ ଅଫର କେବେ ଆମ ପାଖକୁ ଆସିବ ନାହିଁ। ଆମର ନବୀନ ପଟ୍ଟନାୟକ ହେଉଛନ୍ତି ନେତା, ଚିଫ୍ ମିନିଷ୍ଟର ନବୀନ ପଟ୍ଟନାୟକ ହେବେ, ଆଉ କେହି ଚିଫ୍ ମିନିଷ୍ଟର ହେବେ ନାହିଁ। ଆପଣ ଚୁନମରା ଯୋଉ ଗୋଚିକଟା ବେପାର କାହିଁ କରୁଛନ୍ତି? ନବୀନ ପଟ୍ଟନାୟକ ଅଛନ୍ତି, ନବୀନ ପଟ୍ଟନାୟକ ଛଡା ଓଡିଶାର କି ଆମ ଦଳର ଆଉ କିଏ ନେତା ହେବେନି, କିଏ ମୁଖ୍ୟମନ୍ତ୍ରୀ ହେବେନି। ଯିବେ ରାଷ୍ଟ୍ରପତି ହେବେ, ନହେଲେ ପ୍ରଧାନମନ୍ତ୍ରୀ ହେବେ। क्या आप चाहते हैं ताज़ा, स्वादिष्ट और पौष्टिक मशरूम आपके घर तक पहुंचे? तो आज ही जुड़िए कल्याणी मशरूम सेंटर के साथ। यहाँ मिलता है फार्म फ्रेश मोजो मशरूम, मुलायम पनीर, ताज़ा ग्रीन मटर, स्वीट कॉर्न और बेबी कॉर्न, सब कुछ एक ही जगह, बेहतरीन क्वालिटी के साथ। हम देते हैं होलसेल और रिटेल दोनों सुविधाएं। आज ही डिस्ट्रीब्यूटरशिप लेने के लिए कॉल करें 9370967882 या 9040091506। कल्याणी मशरूम सेंटर, ओडिशा का भरोसेमंद नाम, मोजो मशरूम और डेयरी प्रोडक्ट्स में।